ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ଆୱାର ୟୁଟ୍ୟୁବ ଚ୍ୟାନେଲ ପ୍ରୋ ଓଡ଼ିଶା। ପିଲାମାନେ ଏଇ ଚ୍ୟାନେଲରେ ଆମର ଆଦର୍ଶର ସମସ୍ତ ପ୍ରକାର ଗଣିତ, ଇଂଲିଶ, ଜେନେରାଲ ସାଇନ୍ସ, ସୋସିଆଲ ସାଇନ୍ସ ସମସ୍ତ ପ୍ରକାର କରାହଉଛି ଏବଂ ତାର ମଧ୍ୟ ଥିଓରିଟିକାଲ କ୍ଲାସ ହଉଛି ହେଲା। ତ ମୁଁ ଆଜି ତମର ଯୋଉ 2025ରେ ଯୋଉ ଆସିଥିବା ଆଦର୍ଶର ମ୍ୟାଥ କ୍ୱେଶ୍ଚିନ୍ ଗୁଡ଼ିକ ଡିସ୍କସନ୍ କରିବି। ତ ପିଲାମାନେ ଆମର ଡେଲି ରହିବ ରାତି 9ଟାରେ ତମର ଥିଓରିଟିକାଲ କ୍ଲାସ୍ ରହିବ ଏବଂ MCQ କ୍ଲାସ୍ ମଧ୍ୟ ରହିବ। ତ ମୁଁ ସମସ୍ତ ପ୍ରକାର ଚେଷ୍ଟା କରିବି ସମସ୍ତ ପ୍ରକାର MCQ ସବୁ ବର୍ଷର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍, ଏଟା 2025ର ହେଲା, 2025 ସିକ୍ସଥ କ୍ଲାସର 2025ର କ୍ୱେଶ୍ଚିନ୍, ଆଦର୍ଶ କ୍ୱେଶ୍ଚିନ୍। ତ ଆଜିର କ୍ୱେଶ୍ଚିନ୍ କରିବା ତମେ ପ୍ରଥମ କ୍ୱେଶ୍ଚିନ୍ ଦେଖ। ସେମାନେ ଦେଖ 2025ର ମୁଁ ଖାଲି ଆଜି ମ୍ୟାଥ କରେଇବି ହେଲା। ତ ନେକ୍ସଟ କ୍ଲାସରେ ମୁଁ ସୋସିଆଲ ସାଇନ୍ସ, ଜେନେରାଲ ସାଇନ୍ସ ତମର ସମସ୍ତ ପ୍ରକାର କ୍ୱେଶ୍ଚିନ୍ କରିବି। ମୁଁ ସବୁ ଭାବୁଛି ତମମାନେ ସବୁ ଜାଣିଥିବ କ୍ୱେଶ୍ଚିନ୍ ପ୍ୟାଟର୍ନ। 15 ମାର୍କ ରହିବ ଇଂଲିଶ, 15 ମାର୍କ ରହିବ ମ୍ୟାଥ, 15 ମାର୍କ ସୋସିଆଲ ସାଇନ୍ସ, 15 ମାର୍କ ଜେନେରାଲ ସାଇନ୍ସ, ଟୋଟାଲ ହଉଛି 60 ମାର୍କ। 60 ମାର୍କର କଟ ଅଫ୍ ଯାଉଛି ଆପ୍ରୋକ୍ସିମେଟଲି 40 ରୁ 45 ଯାଉଛି କଣ କଟ ଅଫ୍ ଯାଉଛି। କିନ୍ତୁ ପିଲାମାନେ ତମେ ଚାହିଁଲେ ଏଠୁ 60ରୁ 60 ରଖିପାରିବ। ପିଲାମାନେ ରଖିପାରୁଛନ୍ତି, ପିଲାମାନେ ବି ରଖିଛନ୍ତି ହେଲା। 60ରୁ ପାଖାପାଖି ଆପ୍ରୋକ୍ସିମେଟଲି 55, 56, 57 ଭଳିଆ ରଖୁଛନ୍ତି ହେଲା। ତ ବହୁତ ଇଜି କ୍ୱେଶ୍ଚିନ୍ ରହିବ, ଇଜି କ୍ୱେଶ୍ଚିନ୍ ରହିବ। ମୁଁ ଆଜି ଖାଲି ମ୍ୟାଥର କହିଦଉଛି। ତ ତାପରେ ମୁଁ ନେକ୍ସଟ କ୍ଲାସ୍ ଯେତେବେଳେ ଇଂଲିଶ ପଢେଇବି ସେତେବେଳେ କହିବି ଇଂଲିଶର କଣ କଣ ସବୁ ପଡିବ, ଦେନ୍ ଜେନେରାଲ ସାଇନ୍ସ, ସୋସିଆଲ ସାଇନ୍ସ ମଧ୍ୟ କହିବି ହେଲା। ଯିବା ପ୍ରଥମେ ଆଜି ମ୍ୟାଥର କ୍ୱେଶ୍ଚିନ୍ ଗୁଡ଼ିକ ଦେଖ। ଇଜି କ୍ୱେଶ୍ଚିନ୍ ଗୁଡ଼ିକ ସବୁ ଅଛି, ଦେଖ କରିବା ପାଇଁ ଚେଷ୍ଟା କର। କର ଆଉ ତ କହିଦଉଛି ପିଲାମାନେ, ଏଟା ଷଷ୍ଠ ଶ୍ରେଣୀ ସିକ୍ସଥ କ୍ଲାସର ଆଦର୍ଶ କ୍ୱେଶ୍ଚିନ୍। ଗୋଟିଏ ବର୍ଗକ୍ଷେତ୍ରର କେତୋଟି ପ୍ରତିସମ ଅକ୍ଷ ରହିବ? ତାମାନେ ଏଇଟା ମନେ କରାଯାଉ ଗୋଟେ ବର୍ଗକ୍ଷେତ୍ର, ତାର କେତୋଟି ପ୍ରତିସମ ଅକ୍ଷ ରହିବ? ଗୋଟେ, ଦୁଇଟି, ତିନୋଟି, ଚାରୋଟି ରହିବ। ଅପସନ ନମ୍ବର ଡି ହବ ହେଲା। ତାପରେ 2 ନମ୍ବର କ୍ୱେଶ୍ଚିନ୍ ପଢ, ଭଲସେ ପଢ। କହିଲା 17 ନମ୍ବର କଣ କହିଲା? କହିଲା ଗୋଟିଏ ଆୟତଚିତ୍ରର କ୍ଷେତ୍ରର ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରମେ ଦେଲା 20 ଏବଂ 10। ମନେ କରାଯାଉ ଏଇଟା ଗୋଟେ ଆୟତକ୍ଷେତ୍ର। ଏଇ ଆୟତକ୍ଷେତ୍ରର ଦୈର୍ଘ୍ୟ କେତେ? 20, ପ୍ରସ୍ଥ କେତେ? 10 ହେଲା। ସେ କଣ କହୁଛି ଜାଣିଛ? କ୍ଷେତ୍ରର ଚାରି ଧାରକୁ ଲାଗିକି 5 ମିଟର ଧାରକୁ ଲାଗି, ତାମାନେ ଯେତେବେଳେ ଲାଗିବ ଏଠୁ ପ୍ରସ୍ଥ 5 ବଢିବ, ଏପଟୁ ବି ବଢିବ। ତାମାନେ ସେମିତି ଏଠୁ ବି ବଢିଲା, ଏଠୁ ବି ବଢିବ ପ୍ରସ୍ଥ। ସେମିତି ଦୈର୍ଘ୍ୟ ବଢିବ ନା ବଢିବନି ରେ? ଦୈର୍ଘ୍ୟ ଏପଟୁ ସେପଟୁ ଦି ପଟୁ 5 ବଢିଲେ କେତେ ବଢିବ? 10 ବଢିବ। ତାମାନେ ଏଇ ଯୋଉ ରାସ୍ତାଟା ହବ, ଏଇ ଯୋଉ ବାହାରେ ଯୋଉ ରାସ୍ତାଟା ହେଲା ନାଇଁ, ଏଇ ଯୋଉ ରାସ୍ତା କଥା ସେ କହୁଛି ସେ ରାସ୍ତାର କ୍ଷେତ୍ରଫଳ କେତେ? ବୁଝିପାରିଲ ନା? ତାମାନେ ତମର ଷ୍ଟାର୍ଟିଂ ରୁ କେତେ ଥିଲା? 20 ଥିଲା। 10 ବଢିଲା ମାନେ ବାହାର ଯୋଉ ଆୟତକ୍ଷେତ୍ରଟା କ୍ଷେତ୍ରଫଳ ହେଇଗଲା କେତେ? 30 ହେଇଗଲା। ସେମିତି ପ୍ରସ୍ଥ 10 ଥିଲା, 10 ବଢିଲେ କେତେ ହେଇଯିବ? 20 ହେଇଯିବ। ତାମାନେ ତମେ ଷ୍ଟାର୍ଟିଂ ରୁ ଯେତେବେଳେ ତମର ଆୟତକ୍ଷେତ୍ର ସେ ଗଲା ଏଇ କ୍ଷେତ୍ରଫଳର ରାସ୍ତାର କ୍ଷେତ୍ରଫଳଟା କେମିତି ପାଇବା? ତାମାନେ ଆମେ ଯୋଉ ବାହାର କ୍ଷେତ୍ରଫଳଟାକୁ ବାହାର କରିକି ଭିତର ଯୋଉ ଆୟତକ୍ଷେତ୍ରର କ୍ଷେତ୍ରଫଳଟାକୁ ଫେରିଦେଲେ ପାଇଯିବା ନା? ଦେଖ ତାହେଲେ ଭିତର ଆୟତକ୍ଷେତ୍ରର କ୍ଷେତ୍ରଫଳ କେତେ? ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ଗୋଟେ ଆୟତକ୍ଷେତ୍ରର କ୍ଷେତ୍ରଫଳ ସୂତ୍ର କେମିତି ଜାଣିବା? ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ତାମାନେ 200 ବର୍ଗ ମିଟର, 200 ବର୍ଗ ମିଟର ହେଲା। କଣ ନା ଏଇ ଭିତରଟାର, ବାହାରର କ୍ଷେତ୍ରଫଳ କେତେ? ନା 30 ଗୁଣନ 20। କାହିଁକି 30 20? ନା ବାହାରୁ ବା ବଢିଛି 10, 5 ବଢିଛି 10 ହେଇଯାଇଛି। ତ ଏଟା ହେଇଯିବ କେତେ? 600। ସେ କଣ କହୁଛି? ନା ରାସ୍ତାର କ୍ଷେତ୍ରଫଳ। ନା ରାସ୍ତାର କ୍ଷେତ୍ରଫଳ କେମିତି ବାହାରିବ? ନା 600 ଫେରାଣ 200, 400 ବର୍ଗ। ବୁଝିପାରିଲ ନା ନାହିଁ? 400 ବର୍ଗ ମିଟର ହବ କଣ? ଏଇ ରାସ୍ତାର କ୍ଷେତ୍ରଫଳ ହେଲା। ତ ପିଲାମାନେ ଆଶା କରୁ ତମମାନଙ୍କୁ ସବୁ ଭଲ ଲାଗୁଥିବ। ସେଇଭଳିଆ କ୍ୱେଶ୍ଚିନ୍ ଗୁଡ଼ିକ ସବୁ କରିଚାଲ ହେଲା। ଥିଓରିଟିକାଲ କ୍ଲାସରେ ଟୋଟାଲ ସମ୍ପୂର୍ଣ୍ଣ ଭାବରେ ପରିମାପକୁ ପଢେଇବି ହେଲା। ତ ମୋ ସହିତ ଜଏନ୍ ହେଇକି ରହିଥାଅ। ସମ୍ପୂର୍ଣ୍ଣ ଭାବେ ପରିମାପ ପଢେଇବି, କେମିତି ଆୟତକ୍ଷେତ୍ର, କେମିତି ବର୍ଗକ୍ଷେତ୍ର ସବୁ ପରିମାପ, କ୍ଷେତ୍ରଫଳ, ପରିସୀମା, ଯୋଉଭଳିଆ ଟାଇପର ସବୁ କ୍ୱେଶ୍ଚିନ୍ ଆସିବ ହେଲା। ମୁଁ ଯେମିତି କହିଥିଲି ନବୋଦୟରେ ପିଲାମାନେ ସବୁ କରିଛନ୍ତି। ନବୋଦୟରେ ପିଲାମାନେ ଆଉଟ ଅଫ୍ 20ରୁ ପାଖାପାଖି ପିଲାମାନେ 17-18ଟା ମ୍ୟାଥରେ ଠିକ କରିଛନ୍ତି। କାହିଁକି? ସେମାନେ ମୋ ଷ୍ଟ୍ରାଟେଜିରେ ପଢୁଥିଲେ ହେଲା। ମୋ ଷ୍ଟ୍ରାଟେଜିରେ ମୁଁ ଯାହା କହିଥିଲି ଜିନିଷ ତମର ତ ଏ ବର୍ଷ ବହୁତ ଇଜି କ୍ୱେଶ୍ଚିନ୍ ଥିଲା। ଆର ବର୍ଷ ଅପେକ୍ଷା ଏ ବର୍ଷ ବହୁତ ଇଜି କ୍ୱେଶ୍ଚିନ୍ ଥିଲା। ତ ଆପ୍ରୋକ୍ସିମେଟଲି ପିଲାମାନେ ସବୁ 18, 19 ସବୁ ଠିକ କରିଛନ୍ତି।
ଗୋଟେ ଦିଟା ଛୋଟ ଛୁଆ ନା ଗୋଟେ ଦିଟା ଗୋଲ ବୁଲେଇବା ପାଇଁ ଠିକ ମାନେ ଭୁଲ ହେଇଛି। ତାପରେ ଯିବା କହିଲା ଯଦି x ଆଉ y ଦୁଇଟି ଯମଜ ମୌଳିକ ସଂଖ୍ୟା ହୁଅନ୍ତି ପଢ କହିଲା ଯଦି x ଆଉ y ଦୁଇଟି ଯମଜ ମୌଳିକ ସଂଖ୍ୟା ହୁଅନ୍ତି ତେବେ ସେ କହିଲା କଣ ତାହେଲେ ଯମଜ ମୌଳିକ କଣ କିରେ ତମକୁ କହିଛି ଯମଜ ମୌଳିକ କଣ ନା ସପୋଜ କଣ ନା ଗୋଟେ ଉଦାହରଣ ଦିଅ ନା 3 ସାର 5 3 ରୁ 5 କେତେ ଅଧିକ 2 ଅଧିକ ତାମାନେ ଇଏ ଗୋଟେ ମୌଳିକ ଇଏ ବି ଗୋଟେ ମୌଳିକ ଆଉ ଗୋଟେ ମୌଳିକ କୁହ ନା 17 ଆଉ 19 ହେଲା ନୁହେଁ କିରେ 17 ଠୁ 19 କେତେ ଅଧିକ 2 ଅଧିକ ତାମାନେ ଏଗୁଡିକ କହିବା ଯମଜ ମୌଳିକ ତାମାନେ ଏମାନଙ୍କର ହାରାହାରି ସିଏ ପଚାରେ ତାର ହାରାହାରି କେତେ ସପୋଜ ଏଇ ଜାଗାରେ x ଏଇ ଜାଗାରେ y ହେଲା ତାମାନେ x ପ୍ଲସ y ମିଶିକି କେତେ ହବ 8/2 ତାର ଆରେ ଗୋଟେ ସଂଖ୍ୟାର ହାରାହାରି କେମିତି ବାହାରିବ ସେ ସଂଖ୍ୟାର ସଂଖ୍ୟା ଗୁଡିକର ସମଷ୍ଟି ଏବଂ ହରା ହବ ହେଲା ତାହେଲେ ହରିଲେ କେତେ ହବ 4 ତାହେଲେ ଏଇ ଯୋଉ ହାରାହାରି 3 ଆଉ 5 ର ହାରାହାରି କେତେ 4 ଆରେ 4 ଟା କଣ କି ରେ 3 ଠାରୁ 1 ଅଧିକ ତାମାନେ 3 ରେ 1 ମିଶେଇଲେ 4 ପାଇବା ସେଇଭଳିଆ 17 ଆଉ 19 ର ସମଷ୍ଟି କେତେ ହବ 36 ତାର ହାରାହାରି କେତେ ହବ ନା 18 ସେମିତି 18 ଟା 17 ଠୁ 1 ଅଧିକ ହେଲା ତାମାନେ 17 ଏଠି 3 ଏଗୁଡିକ କଣ x ତାମାନେ x ରେ 1 ମିଶେଇଲେ କଣ ପାଉଛ ନା ତାର ହାରାହାରି ପାଇଯାଉଛ ବୁଝିପାରିଲ ନା ନାଇଁ ଯଦି x ଆଉ y କଣ ହେଇଥିବ ନା ଯମଜ ମୌଳିକ ହେଇଥିବ ଅପସନ ନମ୍ବର ସି ହବ ହେଲା ତାପରେ ଯିବା 29 କହିଲା ସମସ୍ତ ମୌଳିକ ସଂଖ୍ୟା କାହାର ନା 29 ଗୋଟେ ହଉଛି ମୌଳିକ ସଂଖ୍ୟା ତାହେଲେ ତାର ଗୁଣନୀୟକ ଗୁଡିକର ଯୋଗଫଳ ତାହେଲେ 29 ତ ଗୋଟେ ମୌଳିକ ସଂଖ୍ୟା ତାର ଗୁଣନୀୟ କିଏ ହବ ସେଇ 1 ହବ ଆଉ ସେ ନିଜେ ହବ ତାହେଲେ ତାର ମିଶ୍ରଣ ଫଳ କେତେ ହବ 30 ଅପସନ ନମ୍ବର ଡି ହେଲା ତାପରେ କହିଲା କଣ ବଢିଆ କ୍ୱେଶ୍ଚିନ୍ ଟା ଏଇଟା ଗୋଟେ ବଢିଆ କ୍ୱେଶ୍ଚିନ୍ କହିଲା କଣ ରମେଶ ଜନ୍ମଦିନ ହଉଛି କେବେ ନା 30/9/1984 ତାହେଲେ ସିଏ ଯୋଉ 30/9/1984 ଜନ୍ମ ହେଇଥିଲା ବର୍ତ୍ତମାନ ସିଏ କହୁଛି 1/1/2025 ତ କେତେ ବର୍ଷ ହବ ତାହେଲେ ଆଗେ ଏଇଟାକୁ କଣ କରିବା ନା 1/1/2025 ବାଲା 1/1/1984 ପରେ କେତେ 85 ତାହେଲେ 1/1 ତା ଯୋଉ ନେକ୍ସଟ ବର୍ଷ 85 ବେଳକୁ କେତେ ହେଇଥିବ ତାମାନେ ଇଏ ଯଦି ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର 3 ମାସ ହେଇଥିବ ତାହେଲେ 3 ମାସ କାହାର କେତେବେଳକୁ ନା 1984 ସରି 85 ବେଳକୁ ତାହେଲେ 1984 ଅଛି 85 ବେଳକୁ ତାକୁ 3 ମାସ ହେଇଥିବ ଏଇଟା ଫେଡିଦବା 2025 ରୁ ଫେଡିଦବା କେତେ ହବ 40 ବର୍ଷ ହବ ବୁଝିପାରିଲ ନା ତାମାନେ 2025 ବେଳକୁ ତାକୁ 40 ବର୍ଷ ହେଇଥିବ ହେଲା ତ 40 ବର୍ଷ ଯଦି ହେଇଯାଇଥିବ ସେ କହୁଛି ଜାନୁଆରୀ 1 କୁ ପୁଣି ଆଉ ଗୋଟେ ଅଛି ତାମାନେ 40 ବର୍ଷ 3 ମାସ ଗୋଟେ ଦିନ ବୁଝିପାରିଲ ନା ଅପସନ ସି ହବ ବୁଝିପାରିଲ ନାହିଁ ତାହେଲେ ଏଠି ଜାନୁଆରୀ 1 କୁ ପୁଣି ହିସାବ କରୁଛି ହେଲା ତାପରେ ଯିବା 21 ନମ୍ବର କର କହିଲା 19/5 ଠାରୁ ଠିକ ସାନ ଯୁଗ୍ମ ସଂଖ୍ୟାଟି କିଏ ତାହେଲେ 19/5 ମୁଁ ତମକୁ କହିଛି 19/5 ଗୋଟେ କଣ ଅପ୍ରକୃତ ଭଗ୍ନାଂଶ ଅପ୍ରକୃତ ଭଗ୍ନାଂଶଟାକୁ ଦେଖିବା ମିଶ୍ର ଭଗ୍ନାଂଶରେ କେତେ ହବ ହରିବା ତାହେଲେ 19 ରେ 5 ହରିଲେ କେତେ ହବ 3/4/5 ତାହେଲେ 3 ପୂର୍ଣ୍ଣ ହେଇଯାଇଛି ଏଠି ସେ କହୁଛି ଯୁଗ୍ମ ସାନ ଯୁଗ୍ମ ତାହେଲେ 3 ଠାରୁ କମ ଯୁଗ୍ମ କିଏ 2 ହେଲା ତାହେଲେ 2 ଅପସନ ନମ୍ବର ସି ହବ 22 ନମ୍ବର ଦେଖ 22 ନମ୍ବର କହିଲା 2100 ମସିହାର କେତେ ଦିନ ହବ ତାମାନେ କେତେ ଦିନ ହବ ଏଇଟା ହେଲା ତାହେଲେ 2100 ଟା ଗୋଟେ କଣ ଲିପ୍ ଇୟର ହେଲା ଯୋଉଟା କୁହାଯାଏ ଆମର ଅଧିବର୍ଷ ଗୁଡିକ କେତେ ଦିନ ହୁଏ 66 ଦିନ ହୁଏ ଅପସନ ନମ୍ବର ବି ହବ ହେଲା କିନ୍ତୁ ମନେ ରଖିଥାଅ ଆଉ ଗୋଟେ ଜିନିଷ ପ୍ରତି 4 ବର୍ଷରେ ଥରେ ଲିପ୍ ଇୟର ହବ ନାହିଁ ତାମାନେ 400 ଟା ଗୋଟେ କଣ 4 ଦ୍ୱାରା ଡିଭିଜିବୁଲ କିନ୍ତୁ ସିଏ ଲିପ୍ ଇୟର ହବ ନାହିଁ ବୁଝିପାରିଲ ନାହିଁ ସେମିତି 800 ହବ ନାହିଁ 1200 ହବ ନାହିଁ ପ୍ରତି 4 ବର୍ଷ ଥରେ ଏଟା ହବ ନାହିଁ ହେଲା ସରି 400 ବର୍ଷରେ ଥରେ ତାପରେ ଗୋଟିଏ ଗୋଲକର କେତୋଟି ପାର୍ଶ୍ୱ ଥାଏ ଗୋଟେ ଅପସନ ନମ୍ବର ଏ ତାପରେ କ୍ୱେଶ୍ଚିନ୍ ଟା ପଢ ତାପରେ ନମ୍ବର କ୍ୱେଶ୍ଚିନ୍ ଟା ପଢ ପିଲାମାନେ କହିଲା 1 କେଜି କେତେ ମିଲିଗ୍ରାମ ତାହେଲେ 1 କେଜି ମତେ ଗୋଟେ କଥା କୁହ 1 କେଜି କେତେ ଗ୍ରାମ ଆଗେ ଦେଖିବା 1 କେଜି 1000 ଗ୍ରାମ ଗୋଟେ ଗ୍ରାମ ଦେଇଛି କିରେ ମିଲିଗ୍ରାମ ଦେଇଛି ତାହେଲେ ଗୋଟେ ଗ୍ରାମ କେତେ ମିଲିଗ୍ରାମ 1000 ମିଲିଗ୍ରାମ ତାହେଲେ ସେ ଡାଇରେକ୍ଟ କେଜି ରୁ ମିଲିଗ୍ରାମ ଦେଇଛି ତାହେଲେ କଣ କରିବା 1000 ଗୁଣିବା ତ 1000 ଗୁଣିଲେ କଣ ହବ 1 ରେ ଏଠି 3ଟା ଶୂନ ଏଠି 3ଟା ଶୂନ ତାହେଲେ 1 ରେ 6ଟା ଶୂନ ଅପସନ ନମ୍ବର ସି ହବ ବୁଝିପାରିଲ ନାହିଁ 1 ରେ 6ଟା ଶୂନ ତାପରେ ଯିବା 25 ନମ୍ବର କହିଲା 2 ରୁ ଅଧିକ ଯୁଗ୍ମ ସଂଖ୍ୟା ଯାହାର ସର୍ବାଧିକ କେତୋଟି ଗୁଣନୀୟକ ରହିବ ତାହେଲେ ମତେ ଗୋଟେ କଥା କୁହ
କୋଉ ଯୁଗ୍ମ ସଂଖ୍ୟା ଯାହାକି ଆମର କହିବା ମୌଳିକ ସଂଖ୍ୟା କିଏ ସେ ଦୁଇଟା, ତାହେଲେ 2 ଗୋଟେ ଏମିତିଆ ଯୁଗ୍ମ ସଂଖ୍ୟା ଯାହାକି କଣ ତାକୁ ମୌଳିକ ସଂଖ୍ୟା ବି କୁହାଯିବ ହେଲା। କେବଳ ଏକମାତ୍ର 2 ବାକି ଆଉ କେହି ନୁହେଁ। କାହିଁକି ମୌଳିକ ସଂଖ୍ୟା କାହାକୁ କୁହାଯାଏ ଯାହାର 2 ମାତ୍ର ଗୁଣନୀୟକ ଥିବ। ତାହେଲେ 2 ଠାରୁ ଅଧିକ ଯୁଗ୍ମ ସଂଖ୍ୟା ଗୁଡ଼ିକ କିଏ 4 4ର ଗୁଣନୀୟକ କିଏ 1 2 4 ସେମିତି 6ର କିଏ ହବ 1 2 3 4। ତାହେଲେ ମତେ ଗୋଟେ ଏଠି ଗୋଟେ ଲକ୍ଷ୍ୟ ରଖ ଆଉ ଗୋଟେ ଧର 8 8ର କଣ ହବ 1 2 4 8। ତାହେଲେ ଏଇ ଯୋଉ ଦେଖୁଛ କେତୋଟି ସବୁ ଏଠି 3ଟା ଏଠି 4ଟା ଏଠି 4ଟା ତାହେଲେ ମିନିମମ୍ କେତେଟା ହବ 3ଟି ହେଲା। ତାହେଲେ ସର୍ବାଧିକ ପଚାରିଛି ସରି ସର୍ବନିମ୍ନ ପଚାରିଛି ବା ସର୍ବନିମ୍ନ ମାନେ ମିନିମମ୍ 3ଟି ହବ 1 ଗୋଟେ ସଂଖ୍ୟା ହବ 4 ହବ ହେଲା। ଯେତିକି ଯୁଗ୍ମ ସଂଖ୍ୟା ସବୁ ଗୁଡ଼ିକ କହିଲି 4 6 8 10 ହଉ କିମ୍ବା ଯାହା ବି ସବୁ ଯୁଗ୍ମ ସଂଖ୍ୟା ନବ ଅତି କମରେ 3ଟି ଲେଖା ଗୁଣନୀୟକ ରହିବ। ତାପରେ ଦେଖିବା 26 ନମ୍ବର 26 ନମ୍ବର ଗଲା 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଯାହାକି 40 48 ଷାଠିଏର ଦ୍ୱାରା ବିଭାଜିତ ହବ। ପ୍ରଥମେ କୁହ 40 48 ଷାଠିଏକୁ ଗୋଟେ 4 ଅଙ୍କ ବିଶିଷ୍ଟ ସଂଖ୍ୟାରେ ହରିବା ଯାହାକି କଣ ହଉଥିବ ଟୋଟାଲ 3ଟାଙ୍କ ହରି ଯାଉଥିବ। ତାହେଲେ ଆଙ୍କର ଲସାଗୁ ହରିଦେଲେ ହରି ଯାଉଥିବ। ତାହେଲେ ଆଙ୍କର ପ୍ରଥମେ ଲସାଗୁ ଦେଖିବା 40 48 ଷାଠିଏର ଲସାଗୁ କେତେ ବାହାର କରିବ। ଲସାଗୁ ମୁଁ ଭଲସେ ଶିଖେଇଛି 48 ଷାଠିଏର ବାହାରିବ ମୁଁ ତମକୁ କହିଦଉଛି ଡାଇରେକ୍ଟ କହିଦଉଛି 240 ବାହାରିବ ହେଲା। 240 ବାହାରିବ କଣ ତାର ଲସାଗୁ ବାହାରିବ 240। ହବ ନା 240 ତାହେଲେ 240 ଯଦି ହବ ସେଇ କହୁଛି ଯୋଉ ଆମର ଯୋଉ ବୃହତ୍ତମ ସଂଖ୍ୟାଟା ବୃହତ୍ତମ ସଂଖ୍ୟା କେତେ 9900 ଏଇଥରେ 240 ଟାକୁ ହରିବା ହରିଲେ କେତେ ହବ 3 ପକେଇବା ସରି ଚୋ ପକେଇବା 240 ଚୋ 960 ନୁହେଁ 960 960 ହେଲେ ଫେଡ଼ିଲେ 1 3 9 ତ କେ 240 କେ 240 ହରିଲେ 159 ତାହେଲେ 159 ବଳି ପଇଲା ତାହେଲେ ଏଟା ଡିଭିଜିବୁଲ ହଉଛି କି ବୃହତ୍ତମ ସଂଖ୍ୟା ଡିଭିଜିବୁଲ ହଉଛି କି 240 ଦ୍ୱାରା ନା ତାହେଲେ କୋଉଟା ହବ ଫେଡ଼ିବା ତାହେଲେ 900 9000 ଏତିକିରେ 158 ଫେଡ଼ିଲେ 159 ଫେଡ଼ିଲେ 0 0 4 8 9 9840 ଏଇଟା କଣ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଯୋଉଟା କି ଡିଭିଜିବୁଲ ହେଲା। କିନ୍ତୁ କୋଶ୍ଚିନରେ କଣ କହିଛି କି 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କୋଉଟା ଡିଭିଜିବୁଲ ନା କୋଶ୍ଚିନରେ କଣ କହିଛି କହିଛି ସେ ଯୋଉଟା ଡିଭିଜିବୁଲ ହବ ସେଟା 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ କମ ତାହେଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କୋଉଟା ନା 1ରେ 4ଟା ଶୂନ ତାହେଲେ ତାଠୁ 9840 କେତେ କମ ଫେଡ଼ିଦେଲେ 160 କମ ବୁଝିପାରିଲ ନା ନାହିଁ ଅପସନ ନମ୍ବର ସି ହବ ହେଲା 160 କମ ହବ ହେଲା। ପ୍ରଥମେ ଦେଖିବା 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ ଯୋଉଟା କି 40 48 60 ଦ୍ୱାରା ଡିଭିଜିବୁଲ ହଉଛି ତାହେଲେ ତାଙ୍କର ଲସାଗୁ ହରିବା ଲସାଗୁ ହରିଲା ଫଳରେ କଣ ପାଇଲେ ନା ସେଇଟା ଯୋଉଟା ପାଇଲେ ସେଇଟାକୁ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରେ ଫେଡ଼ିବା। ତାପରେ ଯିବା 27 ନମ୍ବର ବହୁତ ଇଜି କ୍ୱେଶ୍ଚିନ୍ 27 ନମ୍ବର ବହୁତ ଇଜି କ୍ୱେଶ୍ଚିନ୍ ତମେ ଦେଖ ପିଲାମାନେ ଆଦର୍ଶରେ ବହୁତ ଇଜି କ୍ୱେଶ୍ଚିନ୍ ପକେଇବ କିନ୍ତୁ ଏହା କଣ ପୁରା ବେସ୍ ଲେଭେଲ କ୍ୱେଶ୍ଚିନ୍ ପକେଇବ ବେସ୍ ଲେଭେଲ ଯିଏ କି କ୍ଲିୟର ହେଇଥିବ ବେସ୍ ଯିଏ କ୍ଲିୟର ଥିବ ସିଏ ନିହାତି 15ଟାରୁ 15ଟା ଠିକ କରିବ ଗଣିତରେ ହେଲା ଏତେ କ୍ରିଟିକାଲ କ୍ୱେଶ୍ଚିନ୍ ବି ନାହିଁ। ଏ ମୁଁ ତମକୁ କହିଥିଲି ଗୋଟିଏ ଦିଟା ଭଗ୍ନାଂଶ ଭିତରେ କୋଉଟା ବଡ କୋଉଟା ସାନ କେମିତି ଜାଣିବା ନା ୟାର ହରକୁ ତାର ଲବରେ ଗୁଣିବା ତାର ହରକୁ ୟାର ଲବରେ ଗୁଣିବା ଗୁଣିକି ଲେଖିବା ତାମାନେ 8 ମତେ ଏଠି କଣ କହିଛି କହିଛି ଏଠି କ୍ଷୁଦ୍ରତମ ସଂଖ୍ୟା କୋଉଟା ତାମାନେ ସାନ ଜାଣିବାର ଅଛି ମୁଁ ସାନ କେମିତି ଜାଣିବି ତାମାନେ ଆଗେ ଏଇ ଯୋଉ 3/7 ହଉ 5/8 ହଉ ତାଙ୍କ ଭିତରେ ସାନ କିଏ ନା ଏଇଟାକୁ କରକୁ କର ଗୁଣିବି ୟା ତଳକୁ ଉପର ତା ତଳକୁ ଉପର ହେଲା ବୁଝିପାରିଲ ନା ନାହିଁ ଦେଖ ପୁରା କ୍ରସ୍ ମଲ୍ଟିପୁଲ 8 ରେ 3 ଗୁଣିଲେ 24 8 3 24 7 ରେ 5 ଗୁଣିଲେ 35 ତାହେଲେ ବଡ କୋଉଟା 35 ନା 24 ବଡ ନା 35 ବଡ ବଡ ହଉଛି କଣ ଆମର ସାନ ପଚାରିଛି ତାହେଲେ 24 ସାନ କୋଉ ଭଗ୍ନାଂଶ ସାନ ହବ 3 ବିଭକ୍ତ 7 ସାନ ପୁଣି ଦେଖିବା ଏଇ ଦିଟା ଭିତରେ କମ୍ପାରିଜନ କରିବା କୋଉଟା 3/7 1/2 ଭିତରେ କେମିତି 3 ରେ 2 ଗୁଣିବା 6 ଏଠି 7 ରେ 1 ଗୁଣିବା 7 ତାହେଲେ ପୁଣି ସାନ କିଏ 3/7 3/7 ସାନ ସେଇଭଳିଆ ପୁଣି ଦେଖିବା 3/7 କୁ 3/5 ରେ
ତୁଳନା କରିବା ୟାର ହରକୁ ତାର ଲବରେ ଗୁଣିବା 7 3 ସରି 5 3 15 ଇଏ 7 3 21 ତାହେଲେ କୋଉଟା ସାନ ହବ 3 ବିଭକ୍ତ 7 3 ବିଭକ୍ତ 7 ହବ ହେଲା। ତାପରେ ଯିବା ପିଲାମାନେ ଦେଖ 23 ନମ୍ବର ଦେଖ କହିଲା ଗୋଟିଏ ନିର୍ଦ୍ଦିଷ୍ଟ ବୃତ୍ତ ଅଙ୍କନ କରିବା ପାଇଁ କେତୋଟି ସର୍ବନିମ୍ନ ବିନ୍ଦୁ ଦରକାର। ଗୋଟିଏ ବିନ୍ଦୁ ହେଲେ ଆମେ ହବ ନାଇଁ ଯୋଉଟା କେନ୍ଦ୍ର। ତାପରେ 29 ନମ୍ବର ପିଲାମାନେ 29 ନମ୍ବର ଗଲା 29 ନମ୍ବରଟା ଦେଖ କହିଲା ଏକ ବୃତ୍ତର ସର୍ବାଧିକ ଦୈର୍ଘ୍ୟ ବିଶିଷ୍ଟ ଯାହାକୁ କଣ କୁହାଯାଏ? ସର୍ବାଧିକ ଯା ଏଇଟା କେନ୍ଦ୍ରବିନ୍ଦୁ ଯୋଉଟା ଯାଇଛି ସେଟା କଣ କହିବା? ବ୍ୟାସ କହିବା। ଅପସନ ନମ୍ବର ସି 29 ନମ୍ବର ଅପସନ ସି। ଗୋଟିଏ ସମକୋଣୀ ସମଦ୍ବିବାହୁ ତ୍ରିଭୁଜର କ୍ଷୁଦ୍ରତମ କହିଲା କଣ? କ୍ଷୁଦ୍ରତମ ସୂକ୍ଷ୍ମ କୋଣ ପରିମାଣ କେତେ? ମାନେ ଏଇଟା ଗୋଟେ ମନେ କରାଯାଉ ଏଇଟା ଗୋଟେ କଣ? ଗୋଟେ ସମଦ୍ବିବାହୁ। ତାହେଲେ ଏଇ ଯୋଉ କୋଣ ଗୁରା କେତେ ହବ? ତାହେଲେ ଏଇ କୋଣଟା କେତେ ହବ ନା 45 ଡିଗ୍ରୀ ହବ। ବୁଝିପାରିଲ ନା ନାହିଁ? 45 90 ହବ ହେଲା 45 ଅପସନ ନମ୍ବର ସି ହବ। ତ ପିଲାମାନେ ଆଶା କରୁ ତୁମମାନଙ୍କୁ ସବୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିବ। ତ ନେକ୍ସଟ କ୍ଲାସରେ ମୁଁ ଆମର ସୋସିଆଲ ସାଇନ୍ସ ଆଣ୍ଡ ନେକ୍ସଟ କ୍ଲାସରେ ମୁଁ ଜେନେରାଲ ସାଇନ୍ସ ଆଣ୍ଡ ସୋସିଆଲ ସାଇନ୍ସକୁ କରେଇବି। ଆର 15ଟା 30ଟା କ୍ୱେଶ୍ଚିନ୍ କରେଇବି ଏବଂ ଆମର ଯୋଉ ଇଂଲିଶ ରହୁଛି ଇଂଲିଶର ଯୋଉ ପାର୍ଟ ରହୁଛି ଇଂଲିଶ ପାର୍ଟଟା ମୁଁ ଖାଲି ଆଜି ଟିକେ ନାଗୁରୁ ଖାଲି କହିଦଉଛି ତମକୁ। ଏଟା 6th କ୍ଲାସ ହେଲା 6th କ୍ଲାସ ଆଦର୍ଶ। ଦେଖ ତା ଯୋଉ ରହୁଛି କଣ ନା ଇଂଲିଶର ଯୋଉ ରହୁଛି ଇଂଲିଶଟା ହଉଛି ସବୁଠୁ ଇଜି ଭେରି ଇଜି ହେଲା। ଇଂଲିଶ ଭେରି ଇଜି କଣ ନା ଦେଖ ତାର 15 ମାର୍କ ନା ଟୋଟାଲ ଇଂଲିଶର 4 ମାର୍କ ରହିବ ପ୍ୟାସେଜ ରହିବ 4 ମାର୍କ ରହିବ ଗ୍ରାମାର ରହିବ। ଆରେ ଯୋଉ ପ୍ୟାସେଜ ମାନେ କଣ କିରେ ଗୋଟେ 4ଟା 5ଟା ଲାଇନର ଗୋଟେ ପ୍ୟାସେଜ ଦେଇଥିବ ସେଟାକୁ ପଢିକି ଆନ୍ସର ଲେଖିବ ସେଇ ଭିତରେ ଥିବ। ତାପରେ 4 ମାର୍କ ରହିବ ଗ୍ରାମାର। ଗ୍ରାମାର କଣ ନା ଅପୋଜିଟ ୱାର୍ଡ ହଉ କିମ୍ବା ତମର ପାର୍ଟ ଅଫ ସ୍ପିଚ ଯୋଉଠୁ ନାଉନ ହଉ ପ୍ରୋନାଉନ ହଉ ଆଡଜେକ୍ଟିଭ ଆର୍ଟିକଲ ଏଇଥିରୁ ପକେଇବ ଏରା କରିଦବ ତମେ। ଆଉ ଯୋଉ ରହିଲା 7 ମାର୍କ ଏଇଟା ତମ ବହିରୁ ପକେଇବ। ତମର ଯୋଉ ଜେନେରାଲ ଇଂଲିଶ ବହି ଯୋଉ 5th କ୍ଲାସ ଯୋଉ ଇଂଲିଶ ବହି ସେଇଥିରୁ ପକେଇବ। ଦେଖୁନ ପ୍ରଥମ କ୍ୱେଶ୍ଚିନଟା ଦେଖୁନ ଲିଟିଲ ରାଉଣ୍ଡ ବନ କଥା ପଚାରୁଛି ହେଲା। ତ ଏଇଭଳିଆ କ୍ୱେଶ୍ଚିନ ତମର 7ଟା ଆସିବ। ସେ 7ଟା ଚେଷ୍ଟା କରିବ 7ଟା କରିବା ପାଇଁ। ପ୍ୟାସେଜ 4ଟା ହେଲା କେତେଟା ହେଲା 11 ହେଇଗଲା। ବାକି ଗ୍ରାମାରରୁ ଯାହା ତମେ କରିବ 2ଟା 3ଟା କ୍ୱେଶ୍ଚିନ ନିହାତି ଆସିବ ହେଲା। ବୁଝିପାରିଲ ନା ନାହିଁ? ତ ମୁଁ ଏଇ ଯୋଉ 2025 କ୍ୱେଶ୍ଚିନ ଇଂଲିଶ କ୍ୱେଶ୍ଚିନଟା କରେଇଦେବି ନେକ୍ସଟ କ୍ଲାସରେ। ତ ପିଲାମାନେ ରହୁଛି ଭଲ ଲାଗିଥିଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିବ। ରହୁଛି ପିଲାମାନେ ଜୟ ଜଗନ୍ନାଥ।